भाई केमती अच्छा ଭଲ ନାହିଁ ଆଜ୍ଞା। ଆପଣ ନା ଭାଇ ମୋ ନାଁ ହେମନ୍ତ ସାହୁ। ମା ଆପଣଙ୍କ ନା ଆମେ ଭାଇ ସର୍ଭିସ ଇଜ ଗଡ୍ ସଂଗଠନ ତରଫରୁ ଆସିଥିଲୁ ଆପଣଙ୍କ ଏଇ ଅବସ୍ଥାରେ କିଛି ଆମ ତରଫରୁ ସଂସ୍ଥା ତରଫରୁ କିଛି ସାହାଯ୍ୟ ଆପଣଙ୍କ ପରିସ୍ଥିତିରେ କିଛି ସମାଧାନ କରିବା ପାଇଁ ସାହାଯ୍ୟ ଆସିଥିଲୁ। ଆପଣଙ୍କର ଏଇ ଅବସ୍ଥା କେମିତି ହେଲା ଭାଇ? କେବେ? 2019ରେ ଆମ ଅଭାବ ସହ ଦେଖିକରି ମୁଁ ଗଲି। ବାପା ଯେଉଁ ଭଳିଆ କଷ୍ଟ କାମ କରୁଥିଲେ ଦେଖିକି ପୁରୀ 8 ମୁକୁନ୍ଦନଗରରେ କାମ କରୁଥିଲି, ଲେବର କାମ କରୁଥିଲି ମିସ୍ତ୍ରୀ ସାଙ୍ଗରେ। 3 ତାଲା ଉପରୁ ଖସିକି ମୋ ବେକ ଭାଙ୍ଗି ଯାଇଛି। ଭାଙ୍ଗି ଏବେ ମୋ ହାତ ଗୋଡ଼ ରହିଗଲା। ହାତ ଗୋଡ଼ ଗୋଡ଼ ବି ବେଡ଼ସର ହେଇଯାଇଛି। ନା ଚାଲିପାରୁଛି ନା ନିଜେ ମୋତେ ଖାଇପାରୁଛି। ମୋ ମା ଯୁଆଡ଼େ ଯାଉଛି ମୋ ସେଦିନ ଉପାସ କରୁଛି ଆଜ୍ଞା। ଆପଣଙ୍କୁ କୌଣସି ସଂଗଠନ ତରଫରୁ ୟା ପୂର୍ବରୁ କିଛି ସାହାଯ୍ୟ ଇଏ ମିଳିଛି? ଆଜ୍ଞା 3 ଜାଗାରେ ଆସିଥିଲା। ଭୁବନେଶ୍ୱର ଉତ୍କଳ ଫାଉଣ୍ଡେସନ ଗୋଟେ ଆସିଥିଲା, DRP ଶକ୍ତି ଗୋଟେ ସିଏ ଗୋଟେ ଆସିଥିଲେ, ଆଉ ପୁରୀରୁ ଜଣେ ଆସିଥିଲେ। 3 ଜାଗାରେ ଆସିଥିଲେ। ଏବେ ଯେଉଁ ଆପଣଙ୍କର ମାନେ ଟ୍ରିଟମେଣ୍ଟ ଚାଲିଛି, ଡକ୍ଟର କ'ଣ କହୁଛନ୍ତି? କେତେ ଦୂର ପଇସା ହେଲେ ଭଲ ପଇସା ଘରେ ପଡ଼ିଗଲି। ବାପା ବି ଚାଲିଗଲେ। ଟେକା ପକା କରିବାକୁ କେହି ନାହାନ୍ତି। ବହୁତ କଷ୍ଟ ଅଛି। ଯେଉଁ ଟ୍ରିଟମେଣ୍ଟ ହେଇଥିଲେ କ'ଣ ଟ୍ରିଟମେଣ୍ଟ ହେଇଥିଲେ ଆଉ କେଉଁ ହସ୍ପିଟାଲରେ ହେଇଥିଲେ? ହାଇ ଟାଇମ୍ ଟ୍ରିଟମେଣ୍ଟ ହେଉଥିଲେ। ଆଉ ଫିଜିଓଥେରାପି କେବଳ ଅଛି। ଫିଜିଓଥେରାପି ହେଲେ ନିଜେ ଗୋଟେ ଖାଇପାରିବି, ଟିକେ ବସିପାରିବି ନା କେତେ କିଛି କରିବ ଆଜ୍ଞା। ଫିଜିଓଥେରାପି ନେଇଥିଲେ କି କୋଉଠି? ଆଜ୍ଞା ମୁଁ ସେଇ ଓଲଟପୁରରେ ମାସେ ଖଣ୍ଡେ ଥିଲି। ସେମାନେ କ'ଣ କହୁଛନ୍ତି? ସେ କହୁଛନ୍ତି ଭଲ ହବ, ପଇସା ଦରକାର, ପଇସା ଅଭାବ, ପୁଣି ଘରକୁ ଫେରିକି ଆସିବି। ମାନେ ସେ କହୁଛନ୍ତି ଯେ ଫିଜିଓଥେରାପି ଦ୍ୱାରା ଆପଣଙ୍କର ଭଲ ହେଇପାରିବ। କେତେ ମାତ୍ରାରେ ଅଛି ଆପଣଙ୍କର ଇଏ ପ୍ରୋବ୍ଲେମଟା? ମାନେ ସେ ତ କହୁଛନ୍ତି ହେଇଯିବ, ଠିଆ ନ ହେଇପାରିବି ତ ନିଜ ବସି ତ ଗଣ୍ଡେ ପାରିବି, ବସିପାରିବ ବୋଲି ହାତରେ କ'ଣ ତ ଖାଇ ତ ପାରିବି। ଆଜ୍ଞା। ଆପଣଙ୍କର ଏ ଯେଉଁ ଭିନ୍ନ କ୍ଷମତାଟା କେତେ ପରସେଣ୍ଟ ଅଛି? 90% ଆଜ୍ଞା। 90%। ତ ଆପଣଙ୍କୁ ସାର୍ଟିଫିକେଟ୍ ମିଳିଛି ଏଥିପାଇଁ ଭିନ୍ନକ୍ଷମ ହଁ ସାର୍ଟିଫିକେଟ୍? ଆଜ୍ଞା ଆଜ୍ଞା ଅଛି। ତା ପାଇଁ ଭତ୍ତା ମିଳୁଛି? ହଁ 35 ଟଙ୍କା ମିଳୁଛି। ଆଉ ଆପଣଙ୍କର ଯେଉଁ ଗଭର୍ଣ୍ଣମେଣ୍ଟ ବା ସରକାରଙ୍କ ତରଫରୁ କିଛି ସାହାଯ୍ୟ ଅନୁକମ୍ପ ରାଶି ମିଳିଛି? ହଁ ମୁଖ୍ୟମନ୍ତ୍ରୀଠୁ ବର୍ଷେ ହେବ 1 ଲକ୍ଷ ଟଙ୍କା ପାଇଛି ଆଜ୍ଞା। ଆଉ ସାହାଯ୍ୟ ପାଇଲେ ସେ ଗଲି ଓଲଟପୁର ଗଲି। ଆଉ ମେଡ଼ିକାଲରେ ଔଷଧପତ୍ର ତିଆରି ଖାଉଛି। ଆୟୁଷ୍ମାନ କାର୍ଡ ଅଛି? ହଁ ଅଛି ଆଜ୍ଞା। BPL କିମ୍ବା ଅନ୍ତୋଦୟ ମଧ୍ୟରୁ? BPL ଅଛି ଆଜ୍ଞା। ଆଚ୍ଛା, ଅନ୍ତୋଦୟ କାହିଁକି ହେଇପାରୁନି? ଅନ୍ତୋଦୟ ତ ଆପଣଙ୍କ ପାଇଁ ହିଁ ହେଇଛି ସରକାର। କଲେକ୍ଟର ପାଖକୁ 3 ଥର ଗଲେଣି। ଭାଇ ଆଜ୍ଞା ଟିକେ ମୋତେ ତାଙ୍କ ଗୋଳା ଧରିକି କହିଲେ ମୁଁ ଗୋଟେ କରିଦିଅ ନା। ସେ କହିଲେ ହଁ ଆମେ କରିବା, ଦରଖାସ୍ତ ଦେଇକି କେତେଥର ପୁରୀ କଲେକ୍ଟର ପାଖକୁ ଯାଇଥିଲେ? ଆଜ୍ଞା। ଆପଣଙ୍କର ଜମି ବାଡ଼ି କେତେ ପାଇ? 7 ଗୁଣ୍ଠ। ଆଚ୍ଛା, ଏବେ କେମିତି ତା ଦେହରୁ ମାନେ ସେ ଭାଗ ତ ଯାହା କରିକି ସେ ବାବଦରେ କିଛି ମିଳୁଛି? ସେ ହଁ ସେଥିରେ ଯାହା ମିଳୁଛି ଖାଇବାଟା ଚାଉଳ କିଣା ହଉନି। ଆଉ ଆପଣ କ'ଣ ଚାହୁଁଛନ୍ତି ଯେ? କିଛି କହୁଛନ୍ତି ଭଲ ହବା ଦରକାର। ମୋ ବାପା ଥିଲେ ଚାଲିଗଲେ, ମୋ ମା ଆଉ କେତେ ଦିନ ମୋ ସେବା କରିବି? ନିଜେ କ'ଣ ଖାଇତେ ପାରିବି, ବସିତେ ପାରିବି, ଏତିକି ମୁଁ ଚାହୁଁଛି। ଆଉ କିଛି ଦରକାର ନାହିଁ। ଯେଉଁ ଓଲଟପୁର ଆପଣଙ୍କୁ କହିଲେ ଯେ ଫିଜିଓଥେରାପି ଦ୍ୱାରା ଭଲ ହେଇପାରିବ, ତା ମାନେ ହ୍ୱିଲ୍ ଚେୟାରରେ ବସିବା କି ନର୍ମାଲ ଚେୟାରରେ ବସିଲା ଭଳିଆ ସ୍ଥିତି ହେଇପାରିବ? ନର୍ମାଲରେ ବସିବିନି, ହ୍ୱିଲ୍ ଚେୟାର ଗୋଟେ ଦିନ ବସେଇ ଦେଲେ ତ ବସିବି, ସକାଳୁ ସମୟ ବସିବି। ଏହା ହେଇପାରିବ ବୋଲି ସେ କହୁଛନ୍ତି? ଆଜ୍ଞା ହେଇ ତ ପାରିବ, ବସିଯିବି ଆଜ୍ଞା, ବସେଇ ଦେଲେ ବସିବି। ଆଜ୍ଞା ବସିକି ବେକ ସକାଳେ ତ ମୋ ମା ହାତ ଏମିତି ମୁଁ ବସିବି ପାରୁନି। ହଁ ସେ ହାତ କ'ଣ ହେଇଯିବ? ଘରୁ ପଡ଼ିବ। ବାପା ଯିବା କେତେ ଦିନ ହେଲାଣି? ମାସେ। କେଉଁ ଭାଇଙ୍କ ଦ୍ୱାରା ଆପଣଙ୍କ ଖବର ଆମ ପାଖକୁ ପହଞ୍ଚିଲା? ସଞ୍ଜୟ ଭାଇ ଆଜ୍ଞା। ଆଚ୍ଛା, ସଞ୍ଜୟ କୁମାର ମହାପାତ୍ର ଭାଇଙ୍କ ଦ୍ୱାରା ଆମ ପାଖରେ ଆପଣଙ୍କ ଖବର ପହଞ୍ଚିଲା। ସେଥିପାଇଁ ସଂଗଠନ ତରଫରୁ ଆମେ ଆପଣଙ୍କ ପାଇଁ କିଛି ବ୍ୟବସ୍ଥା କରିଛୁ। ଏଇ ଯେଉଁ ଆପଣଙ୍କ ଖବର ଆମେ ପୁରା ଏଠି ପହଞ୍ଚେଇବୁ, ଆପଣଙ୍କ କେମିତି ବ୍ୟବସ୍ଥା ହେଇପାରିବ ସେ ବ୍ୟବସ୍ଥା କରିବାକୁ ଚେଷ୍ଟା।
ଧନ୍ୟବାଦ।